ଘରେ ଅନେକ ଦୁଃଖ ଅଛି, ଅନେକ କଷ୍ଟ ଅଛି, ଅନେକ ସମସ୍ୟା ଅଛି। ତାର ଦୁଃଖ କଷ୍ଟ ସମସ୍ୟାକୁ ତୁମେ ଯୀଶୁଙ୍କ ନାମରେ ତୁମେ ଦୂର କର। ତୁମେ ତାକୁ ଶାନ୍ତି ରଖ, ସୁରକ୍ଷା ରଖ। ତାର ସକଳ ପାପ ଅଧର୍ମ କ୍ଷମା କର। ତା ଦେହରେ ଯଦି କିଛି ରୋଗ ଅଛି, କଷ୍ଟ ଅଛି, ଶୈତାନ ଶକ୍ତି ଅଛି, ବାହାରି ଯା ଯୀଶୁଙ୍କ ନାମରେ ପ୍ରଭୁ ତୁମେ ତାକୁ ଛୁଇଁଦିଅ ସୁସ୍ଥ କରିଦିଅ ପ୍ରଭୁ। ଯେବେ ସୁସ୍ଥ ହେଇଯିବ ତୁମରି ଗୌରବ କରିବ, ତୁମରି ପ୍ରଶଂସା କରିବ, ତୁମରି ଆରାଧନା କରିବ। ଦୟା କର। ତାର ପୁଅ ବୋଉ ତାର ନାତି ନାତୁଣୀ ସମସ୍ତଙ୍କୁ ଆଶୀର୍ବାଦ କର। ତୁମେ ତାକୁ ଦୟା କର ପ୍ରଭୁ। ତୁମରି ରାସ୍ତାରେ ଚାଲିବା ପାଇଁ ତା ମନରେ ଯଦି ଦୁଃଖ ଅଛି, କଷ୍ଟ ଅଛି, ସବୁ କଷ୍ଟକୁ ଦୁଃଖକୁ ତୁମେ ଦୂର କର। ତୁମେ ଶାନ୍ତି ରଖ, ତୁମେ ସୁରକ୍ଷା ରଖ, ତୁମେ ଆଶୀର୍ବାଦ କର। ତୁମେ ଭଲ ରଖ। ମନ୍ଦ ଶକ୍ତି, ଶୈତାନ ଶକ୍ତି ଯାହା କିଛି ତାଙ୍କ ଦେହରେ ତାଙ୍କ ଜୀବନରେ ରହୁଛି ପ୍ରଭୁ ତୁମେ ଦୂର କର। ପ୍ରଭୁ ତୁମେ ତାକୁ ଶାନ୍ତି ରଖ। ପ୍ରଭୁ ମୌସୁମୀ ପାଇଁ ପ୍ରାର୍ଥନା କରୁଛି ପ୍ରଭୁ, ସେ ଡରିଛି ପ୍ରଭୁ, ତାର ଡରକୁ ତୁମେ ଦୂର କର। ସେ ତା ଦେହର ଅସୁସ୍ଥକୁ ତୁମେ ସୁସ୍ଥ କର। এই ତେଲକୁ ଲଗେଇକି ସେ ଯେପରି ଭଲ ହେଇଯିବ, ତୁମରି ଗୌରବ କରିବ, ତୁମରି ସ୍ତୁତି ଆରାଧନା କରିବ। ତୁମେ ସେଇଠି ଦୟା କର, ତାର ପରିଚୟ ଦେଇଛ, ତୁମ ରାସ୍ତାରେ ଚାଲିବା ପାଇଁ ସାହାଯ୍ୟ କର। ପ୍ରଭୁ ତା ସ୍ୱାମୀକୁ ବି ଆଶୀର୍ବାଦ କର। ପ୍ରଭୁ ତୁମେ ତାଙ୍କୁ ଦୁଇ ଜଣଙ୍କୁ ଆଶୀର୍ବାଦ କର। ତୁମେ ଶାନ୍ତି ରଖ। ଖାଇବା ପିଇବା ଅଭାବ ଦୁଃଖ କଷ୍ଟ ତାଙ୍କ ପରିବାରରେ ଯାହା ଅଛି ତୁମେ ଦୂର କର। ତୁମେ ତାଙ୍କୁ ଭଲ ରଖ। ଯୋଉ କାମ ନୂଆ ନୂଆ କାମ ଯୋଗେଇ ଦିଅ ପ୍ରଭୁ। ପ୍ରଭୁ ଯୁଆଡ଼େ ଯାଉଛନ୍ତି ଭଲରେ ଯିବେ, ଭଲରେ ଆସିବେ, କୌଣସି ଅସୁବିଧା ହବ ନାହିଁ। ତୁମେ ତାଙ୍କ ପରିବାରକୁ ତୁମେ ଆଶୀର୍ବାଦ କର। ଭଲରେ ରହିବେ, ଭଲରେ ସୁଖ ଶାନ୍ତିରେ ଚଳିବେ। ତୁମେ ସେଠି ଦୟା କର। ଶୈତାନକୁ ସେମାନଙ୍କ କ୍ଷମା କର। ସତ୍ୟରେ ଆତ୍ମାରେ ପ୍ରଭୁ ତୁମରି ଗୌରବ, ତୁମରି ପ୍ରଶଂସା ସେଠି ଦୟା କର। ତାଙ୍କ ଜୀବନରୁ ରୋଗକୁ ଦୂର କର। ଅଭାବକୁ, ଖାଇବା ପିଇବାର ଯଦି କିଛି ଅସୁବିଧା ଅଛି, ରୋଗ ଅଛି, କିଛି ଶୈତାନ ଶକ୍ତି ଅଛି, ତୁମେ ଯୀଶୁଙ୍କ ନାମରେ ତୁମେ ଦୂର କର। ସମସ୍ତଙ୍କୁ ଶାନ୍ତି ରଖ। এই ଗାଁରେ ପ୍ରତ୍ୟେକକୁ ଆଶୀର୍ବାଦ କର। ତୁମରି ପରିଚୟ ଦିଅ। এই ଶୈତାନର କାର୍ଯ୍ୟକୁ এই ଗ୍ରାମରୁ ପ୍ରଭୁ ଦୂର କର। ସମସ୍ତଙ୍କୁ ଭଲରେ ରଖ। ଖାଇବା ପିଇବା ଅନ୍ନ ବସ୍ତ୍ର ଦେଇକି ପ୍ରଭୁ ତୁମେ ସମସ୍ତଙ୍କୁ ସୁରକ୍ଷା ରଖ। ସବୁ କିଛି ଯୋଗେଇ ଦିଅ। ତୁମେ ଗୌରବ ପାଅ। ଧର୍ମ ତୁମେ କ୍ଷମା କର, ତୁମେ ଦୟା କର ପ୍ରଭୁ। ବିଶେଷ କରି ତୁମରି ଦାସଙ୍କୁ ତିରିଆମାନଙ୍କୁ ତୁମେ ଆଶୀର୍ବାଦ କର। ତାଙ୍କ ସ୍ତ୍ରୀକୁ, ତାଙ୍କର ପୁଅ ଝିଅ ସମସ୍ତଙ୍କୁ ଆଶୀର୍ବାଦ କର। ଯଦି ଏ ଘରେ ଦୁଃଖ ଅଛି, କଷ୍ଟ ଅଛି, ଅଭାବ ଅଛି, ସମସ୍ୟା ଅଛି, ତୁମେ ଯୀଶୁଙ୍କ ନାମରେ ତୁମେ ଦୂର କର। ତୁମେ ସେମାନଙ୍କୁ ଶାନ୍ତି ରଖ, ସୁରକ୍ଷା ରଖ। ସେମାନଙ୍କର ପାପ ଅଧର୍ମ ତୁମେ କ୍ଷମା କର। ଖାଇବା ପିଇବାର ଅସୁବିଧା ଯଦି ଅଛି ପ୍ରଭୁ, ଜମି ବାଡ଼ିକୁ ଯୁଆଡ଼େ ଜଙ୍ଗଲକୁ କାମକୁ ଯାଉଛନ୍ତି ସବୁ କାମରେ ଭଲରେ ଯିବେ, ଭଲରେ ଆସିବେ, କୌଣସି ଅସୁବିଧା ହେବ ନାହିଁ। ପ୍ରଭୁ ଯୀଶୁ ତୁମେ ସେଠୁ ଦୟା କର। ତୁମେ ସେମାନଙ୍କ ସହବର୍ତ୍ତୀ ହୁଅ। ତୁମେ ଗୌରବ ପାଅ, ମହିମା ପାଅ। ପାପ ଅଧର୍ମ ତୁମେ କ୍ଷମା କର। ସବୁ ବିଷୟ ତୁମେ ତାଙ୍କୁ ଯୋଗାଅ। विशेष प्रार्थना करो पिता, तुम्हें भाई को आशीर्वाद करो, आशीर्वाद करो, से मौसा आशीर्वाद करो प्रभु। तुम्हें समस्त को तुम्हें दया करो, अनुग्रह करो। से जीवन दुख कष्ट समस्या को तुम्हें दूर करो। यदि खाइबा पीबार अभाव अच्छी, दुख अच्छी, कष्ट अच्छी, तुम्हें दूर करो। काम प्रभु काम भी जोगे दियो। घर अभाव को दूर करो, घर कष्ट को दूर करो। तुम्हें से शांति रख, सुरक्षा रख प्रभु। छुआ मान भी आशीर्वाद करो। से मौसमी प्रार्थना तुम्हें भलर रख। परिवार को भी आशीर्वाद करो। गायत्री भलर रख प्रभु। आरो सन्तान समस्त को तुम्हें भलर रख। तुम्हें दया करो, अनुग्रह करो प्रभु। विजय भाई वर्तमान जिते मु जड़े पालकों द्वारा प्रभुकर परिचय पाइली, प्रभु निकट को आसिली। आम ग्राम लोक अनेक विरोधी कले, तथापि मु प्रभु को छाड़ी ना। प्रभु सेवार मो जीवन अतिबाहित करुच्ची। आते कार्तिक परिवार थी, मुझे कौन विषय चिंता कर प्रार्थना करी, कौन विषय सफल हो ना। जो सत्य परमेश्वर को जानी, जहाँ कि प्रार्थना कली ताहा मो जीवन मध्य सफल है। से दिन मनस्थ कली जे मो जीवन थी पर्यंत मु प्रभु सेवार पढ़ी, आ प्रभु सेवार मो जीवन को अतिबाहित करी। आ जो माने केते प्रभु अच्छे को प्रभु को सेवा कर प्रभु जीशु कृष्ण आ जो माने ए पर्यंत से अंधकार पथर अच्छे से सत्य आलोक पथ पाने प्रभु को पाइला पर तुम जीवन कौन उन्नति है? अनेक उन्नति है। कौन भल जहाँ मु इमेज करि पारुनी से सब विषय प्रभु मते देइछन्ति। घर द्वार गाड़ी घोड़ा सब विषय मु प्रभु करि प्राप्त होइछि। अंधकार समस्त कार्य करके मोर जीवन यापन काटुली। किंतु हठात प्रभु मत धरिले, प्रभु मत स्पर्श कले। सत्यता जाना प्रभु मत व्यवहार कले। बर्तमान प्रभु सेवा कार्य लिप्त नाम धन्य हो प्रभु। ए साक्ष्य द्वारा गौरव पातु। मु सेवा कार्य आसुवा समय गोटे दांता हाथी हाबुड़े पड़िली। हाथी मोर निकटवर्ती हो गला। से समय मु प्रभु को डाकी कहली
हे ଯୀଶୁ ବାପା ରକ୍ଷା କର। ଆଉ ହାତୀ ମୋର ସାଇକେଲକୁ ଧଇଲା, ଆଉ ସେ ଫିଙ୍ଗି ଦେଇଥାନ୍ତା, କିନ୍ତୁ ଆଉ ମୋର ଡାକ ପ୍ରଭୁ ଶୁଣିଲେ। ଆଉ ସେ କଣ କଲା, ଗୋଟେ ରଡି ଛାଡି ଜୋରରେ ଆଉ 5 ମିଟର ଦୂରରେ ମୁହଁ ବୁଲେଇକିରି ରହିଲା। ଯେତେବେଳେ ସେଇ ସମୟରେ ମୁଁ ହାତ ପ୍ରଭୁଙ୍କୁ ଆଉ ଡାକିଲି, ପ୍ରଭୁ ରକ୍ଷା କର, ରକ୍ଷା କର। ପ୍ରଭୁ ସତରେ ପ୍ରଭୁ ଆମର ଆଉ ଡାକ ଶୁଣିଲେ। ସେଇ ସଙ୍କଟରୁ ମତେ ଉଦ୍ଧାର କରି, ଆଉ ମୁଁ କଣ କଲି, ଯେତେବେଳେ ପ୍ରଭୁଙ୍କ ଧନ୍ୟବାଦ ଦେଲି, ରକ୍ଷା କଲେ ଆଉ ହାତୀକି ଦୂରେଇ ଦିଅ। ଆଉ ମୁଁ ମନେ ମନେ ବହୁତ ପ୍ରାର୍ଥନା କଲି, ପ୍ରଭୁଙ୍କ ହସ୍ତରେ ଆଉ ସମର୍ପଣ କଲି। ଆଉ ସେ ଠିଆ ହେଲା ଆଉ ଯୋଉ ଆଡୁ ତଡିଥିଲା, ମାନେ ଆରମ୍ଭ କରିଥିଲା, ସିଆଡେ ସେ ମୁହଁ ବୁଲେଇକିରି ଗଲା। ଆଉ ଗଲା ପରେ ପ୍ରଭୁ ତମକୁ କେମିତି କିଏ ବଞ୍ଚେଇଲେ? କୋଉ ପ୍ରଭୁ ବଞ୍ଚେଇଲେ? ପ୍ରଭୁ ତ କେତେ, କୁହ। ଯୀଶୁ ବାପା ମୋର ମତେ ସୁରକ୍ଷା ଦେଲେ, ଆଉ ସେ ବିପଦରୁ ରକ୍ଷା କଲେ। ଆଉ ସେଇଦିନ ଆଉ ଠାରୁ ମୁଁ ପ୍ରଭୁଙ୍କ ଉପସ୍ଥିତି ଦେଇ, ପ୍ରଭୁ ମତେ ଆଉ ସୁରକ୍ଷା ଦେଇ ଆଣୁଛନ୍ତି। ଆଉ ପ୍ରଭୁଙ୍କ ଆଗେ ହିସାବରେ କଣ କରିବ? ପ୍ରଭୁଙ୍କର କାମ, ପ୍ରଭୁଙ୍କ ପାଇଁ ବଞ୍ଚିବ ପ୍ରଭୁଙ୍କୁ ନା ଛାଡିଦବ? ପ୍ରଭୁଙ୍କ ପାଇଁ ମୁଁ ବଞ୍ଚିବି, ପ୍ରଭୁଙ୍କର ସେବା କାର୍ଯ୍ୟ କରିବି, ଆଉ ପ୍ରଭୁଙ୍କ ନିମନ୍ତେ ଆହୁରି ଆଗକୁ ବଢିବି।